प्रभुଙ୍କର ନାମ ଗୌରବ ପ୍ରଭୁ ଅନୁଗ୍ରହ କରି ଆମମାନଙ୍କୁ ଗତ ଦିନ ଗତ ରାତ୍ର ମାନଙ୍କର ସୁରକ୍ଷିତ ଦେଲେ ଏବଂ ସପ୍ତାହ ଯାକ ମଧ୍ୟ ସୁରକ୍ଷିତ ଭାବରେ ରଖିଛନ୍ତି। ଅନେକ ଲୋକ ଏହି ପ୍ରକାର ସମୟକୁ ପାଉନାହାନ୍ତି କିନ୍ତୁ ଆମକୁ ପ୍ରଭୁ ଦେଇଛନ୍ତି। ପ୍ରଭୁଙ୍କର ନାମ ଗୌରବ ହଉ। ସେ କେତେ ମହାନ ଅଟନ୍ତି। ତାଙ୍କ ବିନା କେହି ଆମମାନଙ୍କୁ ସୁରକ୍ଷିତ ଦେଇ ନପାରେ। ସେ ହିଁ ଆମମାନଙ୍କର ସୁରକ୍ଷାର ବାଡ଼ ଅଟନ୍ତି। ते प्रभुଙ୍କର नाम गौरव हो। वाक्य ମଧ୍ୟକୁ ଯିବା ପୂର୍ବରୁ ମୁଁ ବି ପଦେ ପ୍ରାର୍ଥନା କରିବି। ମୁଁ ବି ସମର୍ପିତ ହେବି ଆଉ ଥରେ ଏବଂ ଆପଣମାନଙ୍କର ଠାରେ ଯାହା ପ୍ରଭୁ ମୋତେ କହିବେ ତାହା ହିଁ କହିବାକୁ ଚାହେଁ। सर्वशक्तिमान ईश्वर दयालु पिता ମୁଁ ଏତେବେଳେ ତୁମକୁ ଧନ୍ୟବାଦ ଦିଏ। ତୁମେ ଅନୁଗ୍ରହକାରୀ, ତୁମେ ଆମମାନଙ୍କର ଯତ୍ନ ତତ୍ପ ନେବାର ପ୍ରଭୁ। ଯେଉଁ ବାକ୍ୟ ଦେଇଅଛ ପ୍ରଭୁ ସେ ବାକ୍ୟକୁ ମୋର ମୁଖ ଦେଇ ତୁମେ କଥା କୁହ। ମୁଁ କିଛି ନୁହେଁ କିନ୍ତୁ ତୁମେ ଏଠାରେ ଉପସ୍ଥିତ ଅଛ ଏବଂ ତୁମେ କଥା କହିବ ସମସ୍ତଙ୍କର ହୃଦୟରେ ପ୍ରଭୁ ତାହା ସ୍ପର୍ଶ କର ଏବଂ 100 ଗୁଣ ଫଳ ଫଳି ପାରିବ। ଦୟା କର, ଅନୁଗ୍ରହ କର ଏବଂ ତୁମେ ଗୌରବନୀୟ ଆମମାନଙ୍କର ପ୍ରାର୍ଥନା ଶ୍ରବଣକାରୀ। ତୁମେ ଶୁଣୁଛ ଏବଂ ଉତ୍ତର ଦେଉଛ ପାଇଁ ମୁଁ ଛୋଟରୁ ବଡ଼ ଯେତେ ଜଣ ଏଠାରେ ବସି ଅଛନ୍ତି ପ୍ରତ୍ୟେକଙ୍କୁ ତୁମ ହସ୍ତରେ ସମର୍ପଣ କରୁଅଛି। ତୁମର ଇଚ୍ଛା ଦ୍ୱାରା ତୁମେ ପରିଚାଳିତ ସେମାନଙ୍କୁ କରାଅ ଏବଂ ତୁମ ପବିତ୍ର ଆତ୍ମାଙ୍କ ଦ୍ୱାରା ଆବର ଏବଂ ଶାନ୍ତି ଶୃଙ୍ଖଳାରେ ବସିବାକୁ ଦିଅ ଏବଂ ଏକ ଧ୍ୟାନ ମନ ସହକାରେ ତୁମ ବାକ୍ୟ ଶୁଣିବାକୁ ସାହାଯ୍ୟ କର। ପ୍ରାର୍ଥନା ଶୁଣିଛ ବୋଲି ଧନ୍ୟବାଦ ଦିଏ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ପ୍ରଭୁଙ୍କ ନାମ ଗୌରବ ହଉ। ପ୍ରଭୁ ଅନୁଗ୍ରହ କରି ଆମମାନଙ୍କୁ ଦିନଟା ଦେଇଥିବାରୁ ପ୍ରଭୁ ଆଜି ଆମମାନଙ୍କୁ କହୁଛନ୍ତି ଆମମାନେ ଯେଉଁ ପ୍ରକାର ଦିନରେ ଆଜିକାଲି ସିଚୁଏସନରେ ଅଛୁ ବା ଯେଉଁ ସମସ୍ୟା ମାନ ଦେଇ ଗତି କରୁଛୁ ସମସ୍ତଙ୍କୁ ଜଣା ଆଉ ପ୍ରଭୁଙ୍କର ଆସିବାର ଦିନ ଅତି ସନ୍ନିକଟ ପାଇଁ ଆମମାନଙ୍କୁ ପ୍ରସ୍ତୁତ କରାଉଛନ୍ତି ପାଇଁ ଆମମାନଙ୍କୁ ଏ ପ୍ରକାର ବିଷୟରେ ଆମମାନଙ୍କୁ ରଖିଛନ୍ତି। ଆରେ ଆମମାନେ କେମିତି ସେଠାରୁ ଜୟ ହେବା ଏବଂ ଆମମାନଙ୍କର ଏଇ ଯୁଗର ଶେଷର ଲକ୍ଷଣ ବିଷୟଟା ଗୋଟେ ଦେଖିବା ଯେ ଆମମାନେ ଜାଣିପାରବା ଯେ ପ୍ରଭୁ ଯାହା ଯାହା ବାକ୍ୟରେ ଲେଖିଛନ୍ତି ତାହା ହିଁ ଘଟିବାକୁ ଯାଉଛି। ଆରେ ଅବଶ୍ୟ ଘଟବ ହିଁ ଘଟବ। ତ ପ୍ରଭୁଙ୍କ ନାମ ଗୌରବ। ଆମମାନେ ମାଥ୍ୟୁ 24 ପର୍ବ 4 ପଦରୁ 14 ପଦ ପର୍ଯ୍ୟନ୍ତ ଆମମାନେ ଦେଖବା। ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରେ। କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ଆଉ ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ। ସାବଧାନ, ବ୍ୟାକୁଳ ହୁଅ ନାହିଁ, କାରଣ ଏ ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ। କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। କିନ୍ତୁ ଏହି ସମସ୍ତ ପ୍ରସବ ବେଦନାର ଆରମ୍ଭ ମାତ୍ର। ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କ୍ଲେଶ ଭୋଗ କରିବା ନିମନ୍ତେ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ। ଆଉ ମୋର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ। ସେତେବେଳେ ଅନେକେ ବିଘ୍ନ ପାଇବେ, ପୁଣି ପରସ୍ପରକୁ ଧରାଇ ଦେବେ ଓ ପରସ୍ପରକୁ ଘୃଣା କରିବେ। ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କ ଭ୍ରାନ୍ତ କରିବେ। ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ। ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ। ଆଉ ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ। ପ୍ରେଜ୍ ଲର୍ଡ, Praise the Lord. ହାଲେଲୁୟା। Hallelujah. ପ୍ରଭୁ ଦେଖନ୍ତୁ ଆମମାନଙ୍କୁ ସଚେତନ କରାଉଛନ୍ତି। ଆମେମାନେ ଭୟଭୀତ ହଉଥିବୁ, ଡରୁଥିବୁ, ମତେ ଏମିତି କହୁଛି ମୁଁ ଖ୍ରୀଷ୍ଟିଆନ ହେଲାରୁ ସେଟା ଆଇବ ହିଁ ଆଇବ। ସେ ଯଦି କହୁଛି ବୋଲେ ଆମେ ଆଗକୁ ଯାଇପାରିବୁ। ଧୈର୍ଯ୍ୟ ଆମେ ଧରିଯିବାର ଅଛି। ସେଥିପାଇଁ ଗୋଟେ ବାକ୍ୟରେ ଅଛି କି ନାହିଁ, କୁକ୍ରିୟାକୁ ସୁକ୍ରିୟାରେ ପରାଜୟ କର। ସେ ଖରାପ କଥା କହିଲେ ଭଲ କଥାରେ ଜୟ ହେବ। ତେବେ ସେ କହିଲେ ଆମେ ଶୁଣି ଦେଇ ଚୁପ୍ ଥିବୁ ବୋଲି କହିଲେ ବୋଲେ ଆମେ ଜୟ ହେଇପାରିବୁ। ତେବେ ପ୍ରଭୁ ଆମମାନଙ୍କୁ ଗୋଟେ ବିଷୟ କହୁଛନ୍ତି, ଯୀଶୁ ସେମାନଙ୍କୁ ଉତ୍ତର ଦେଲେ ସାବଧାନ। ତେବେ ଆମକୁ ମାନଙ୍କୁ ମିଶା କହୁଛନ୍ତି ପ୍ରଭୁ କଣ? ସାବଧାନ ହେଇଥାଅ। ଏମିତି ଦିନ ଆସୁଛି ଏବେ ଦେଖୁଛୁ କି ନାଇଁ ଆମେ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରୁ।
ଭ୍ରାନ୍ତ କରବା ଲୋକ ଅନେକ ଅଛନ୍ତି। ଯଦି ତୁମର ପ୍ରଭୁ ଥାନ୍ତେ ବୋଲେ ଯୁଦ୍ଧ ମାନେ ହଉଛି କାହିଁକି ବନ୍ଦ କରିନଥାନ୍ତେ, ଏମିତି ସବୁ ଷ୍ଟୋରି ମିଶା ଲୋକ କହିବାଟା ଅଛନ୍ତି। ମାତ୍ର ଶାସ୍ତ୍ରରେ ଯାହା ଲେଖା ହେଇଛି ତାହା ହିଁ ହେବ, କାହିଁକି ଏଇଟା ସତ୍ୟ ବାକ୍ୟ, ସତ୍ୟ କଥା, ଆଉ ଏଇଟା ହଉଛି ପବିତ୍ର ବାଇବଲ, ଗୋଟେ ପବିତ୍ର ପୁସ୍ତକ। କୋଉଠି ପବିତ୍ର ପୁସ୍ତକ ବୋଲି ଆଜି ଯାଏ ଲେଖା ହିଁ ନାହିଁ। ମାତ୍ର ଆମର ଠାରୁ ଶୁଣୁଛନ୍ତି, ଦେଖୁଛନ୍ତି, ଆରେ ଏବେ ଯୋଉ ଯୋଉ ଜିନିଷ ହଉଛି ସବୁକୁ ପବିତ୍ର ବୋଲି ଲଗାଉଛନ୍ତି। କେବେ ସେଟା ପବିତ୍ର କି? ଯୋଉଠି ଖରାପ କଥା କହୁଥିବେ, ଆରେ ଗୋଟେ ଜିନିଷ କରୁଥିବେ, ସେଟା ପବିତ୍ର ନାଇଁ। ମାତ୍ର ଏଠାରେ ଯୋଉଟା ଆମମାନଙ୍କୁ ଦେଇଛନ୍ତି ଏଟା ହଉଛି ପବିତ୍ର। ଆମକୁ କିଏ ମଧ୍ୟ ଭ୍ରାନ୍ତ ନ କରୁ କି ନ ମନ ବୁଲାଉ କି ଆମକୁ ଅଲଗା ରାସ୍ତା ଆଡେ ନ ନେଉ। କାରଣ ଅନେକ ମୋ ନାମରେ ଆସି ମୁଁ କଣ ବୋଲି କହିବେ, ଯୀଶୁ ଖ୍ରୀଷ୍ଟ ଆକା ମୁଇଁ ବୋଲିକିନା କହିବେ। ତେବେ ଅନେକ ଲୋକ ସେମିତି ଦେଖି ମିଶା ଭ୍ରାନ୍ତ ହେଇଯାଉଛନ୍ତି। ତେବେ ସେଥିପାଇଁ ଆମକୁ କହୁଛନ୍ତି ସାବଧାନ ହେଇଥାଅ। ସେ ଲୋକ କହିଦେଲା ବୋଲେ, ବାଇବଲ ଧରି ଆଇଲା ବୋଲେ ତୁମେ ଭାବି ଦିଅ ନାହିଁ ଯେ ସେ ଖ୍ରୀଷ୍ଟିଆନ ଆକା ଖ୍ରୀଷ୍ଟର ଲୋକ ଆକା ବୋଲି। ଯୀଶୁଙ୍କୁ ପରୀକ୍ଷା କରିବାକୁ ମିଶା ନାହିଁ କି ଏ ବାଇବଲର କଥା ନେଇ ଏକା ଆସିଥିଲା ଶୈତାନ। 40 ଦିନ 40 ରାତ୍ର ଉପବାସ କରି ଯେତେବେଳେ ପ୍ରାନ୍ତର ଥିଲେ, ସେଇ ସମୟରେ ମଧ୍ୟ କହୁଥିଲା ସେ ଆସିକିନା, ତୁମେ ଯଦି ଈଶ୍ୱରଙ୍କର ପୁତ୍ର ତେବେ ପାଖନା ମାନକେ ଆଜ୍ଞା ଦିଅ ଯେ ରୋଟି ହେଲେ ତୁମେ ଖାଇବ। ଗୋଟେ ଲୋକ ଯଦି ଉପବାସ ଅଛି ବୋଲେ ତାକେ ଭୋକ ଲାଗିବ କି ନାହିଁ? ତାର ନେକ୍ସଟ ଦିନକୁ କି ଯେ ଦିନ ଥିବ ବୋଲେ ସେ ଜାଣିଛି। ତେବେ ଶରୀରର କିଛିଟା ଖାଦ୍ୟ ମିଶା ଆବଶ୍ୟକ ଅଛି ବୋଲି। ତେବେ ସେ ପରୀକ୍ଷା ଯେମିତି କରିବାକୁ ଆସିଥିଲା, ଆମକୁ ମିଶା କେତେ ପରୀକ୍ଷା ପ୍ରଲୋଭନ ଆସ। ତେବେ ଏଠି କହୁଛନ୍ତି ତୁମେ ସାବଧାନ। ଏମିତି ଲୋକମାନେ ମିଶା ଏବେ ଆରି କହିବେ ଏଇଟା ଧରିକିନା ପଳା ହେଲା ବୋଲି କହିଲେ ତୁମେ ଭାବି ଦିଅ ନାହିଁ ଯେ ସେ ଏକା ବୋଲି। ସେଥିପାଇଁ ଆମକୁ ମାନଙ୍କୁ ନାଇକି ଚିନ୍ମାକୁ ମିଶା କହୁଛନ୍ତି। କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ତେବେ ସେଇ ଭ୍ରାନ୍ତରୁ ସାବଧାନ ହେବା ପାଇଁ ପ୍ରଭୁ ଏ ଧର୍ମଶାସ୍ତ୍ର ଦେଇଛନ୍ତି। ଆମେ ପଢବା, ଆଉ ଏବେ ଯୋଉଟା ଆମକୁ ପ୍ରଭୁ କଥା କହିବାକୁ ଯାଉଛନ୍ତି ତାହା ବି ମନେ ରଖବା। ତେବେ ତାକୁ ଆମେ ଜାଣିପାରବା, ଆରେ ଆମେ ସାବଧାନ ରହିପାରବା। ଆଉ ତୁମ୍ଭେ ମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ। ଏବେ ଯୁଦ୍ଧ ହେଉଛି କି ନାହିଁ? ଜନରବ ଶୁଣୁଛୁ କି ନାହିଁ? ବାକ୍ୟରେ ଯାହା ଲେଖା ଅଛି ତାହା ହିଁ କେତେ ବର୍ଷ ପୂର୍ବରୁ ଲେଖା ହେଇଛି। ଏଟା ହେବ ବୋଲି ଅନେକ ଲୋକ ଜାଣିନାହାନ୍ତି ଏଟା ହେବ ବୋଲି। ମାତ୍ର ଆମକୁ ଜାଣବା ପାଇଁ ପ୍ରଭୁ କହିଛନ୍ତି ଆର୍ ଦେଇଛନ୍ତି ଯେ ଶାସ୍ତ୍ର ଏମିତି ହେବ, ସେଥିପାଇଁ ତୁମେ ସାବଧାନ ହେଇଥାଅ। ଜନରବ କିସ୍ କରବ? ଶୁଣବ। ଆର୍ ତାପରେ କିସ୍ କହୁଛନ୍ତି, ଆହୁରି ଥରେ କହୁଛନ୍ତି ସାବଧାନ ମାନେ ବ୍ୟାକୁଳ ହୁଅ ନାହିଁ। ତୁମେ ଏତସ୍ତେତ ହେଉ ନାହିଁ କି ଛାନିଆ ହେଇଯାଉ ନାହିଁ କି ଏମିତି ହେଉଛି କି ଓହୋ ଏମିତି କି ବୋଲିଲା ଭଳା ହେଉ ନାହିଁ ବୋଲି କହୁଛନ୍ତି। କାରଣ ଏଇ ସମସ୍ତ କିସ୍ ହେବ? ଅବଶ୍ୟ ଘଟବ ହିଁ ଘଟବ। କିନ୍ତୁ ସେଇ କାଳକୁ କିସ୍ ନା ଯୁଗାନ୍ତ ନୁହେଁ ବୋଲେ ଯୁଗର ଶେଷ ହେଇଗଲା ବୋଲି ଭାବ ନାହିଁ ବୋଲି କହୁଛନ୍ତି। ତେବେ ଆମେ କିସ୍ କରବାର ଅଛି? ସାବଧାନ ଥିବାର ଅଛି। ଦେଖ, କାରଣ ଜାତି ବିପକ୍ଷରେ ଜାତି, ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ। ଜାତି ବୋଲେ ତୁଇ ଅମକ ଜାତି, ତୁଇ ସମକ ଜାତି, ତୁଇ ଅମକଟା ମୁଇଁ ସମକଟା, ତୁଇ ସେଟା ବୋଲି କରି ଏଟା ମିଶା ହେବ। ମାତ୍ର ପ୍ରଭୁ କରିଛନ୍ତି ଦୁଇଟା ଜାତି, ସ୍ତ୍ରୀ ଗୋଟେ ପୁରୁଷ ଗୋଟେ। ଆମେ ମନୁଷ୍ୟ କରୁଛୁ ତୁଇ ସମକ ଜାତି, ଅମକ ଜାତି, ଢମକ ଜାତି, ଫାଲନା ଜାତି, କିସ୍ ଜାତି। ମାତ୍ର ପ୍ରଭୁ କଣ କହୁଛନ୍ତି? ଜାତି ବିପକ୍ଷରେ ଜାତି ଉଠିବ, ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ। ଏବେ ଉଠୁଛି, ଆମେ ଦେଖୁଛୁ। ପୁଣି ସ୍ଥାନେ ସ୍ଥାନେ କିସ୍ ହେବ? ଭୂମିକମ୍ପ ହେବ, ଦୁର୍ଭିକ୍ଷ ହେବ। ଦୁର୍ଭିକ୍ଷ ବୋଲେ ଗୋଟେ ବିଷୟ ମତେ ମନେ ପଡୁଛି, ସେଟା ହଉଛି ଆମୋସ 8 ପର୍ବ 11-12 ଗୋଟେ ବିଷୟ ଲେଖା ହଉଛି। ମାନେ ଟିକେ ଫିଟାଇବା। ଆମୋସ 8, 11 ଆଉ 12 ସେଠାରେ ଏ ପ୍ରକାର ଲେଖା ଯାଇଅଛି, ପ୍ରଭୁ ସଦା ପ୍ରଭୁ କହନ୍ତି
देख जो दिन आमे एही देश को दुर्भिक्ष रे प्रेरण करिबा एहीपरि दिन आसुअछि ता अर्ण कियबा जलर पिपासार दुर्भिक्ष नुहे मात्र सदाप्रभुଙ୍କର वाक्य शुणिबार दुर्भिक्ष हेबो। ଲୋକମାନେ ଏ ସମୁଦ୍ର ଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଉତ୍ତର ଦିଗରୁ ପୂର୍ବ ଦିଗ ପର୍ଯ୍ୟନ୍ତ ଭ୍ରମଣ କରିବେ। ସେମାନେ ସଦାପ୍ରଭୁଙ୍କର ବାକ୍ୟର ଅନ୍ୱେଷଣ କରିବା ପାଇଁ ଏଣେ ତେଣେ ଦୌଡ଼ିବେ ଆଉ ତାହା ପାଇବେ ନାହିଁ। ଆମମାନେ ଏଠାରେ ଦେଖିଲୁ ଯେ ନିଜେ ସଦାପ୍ରଭୁ କହୁଛନ୍ତି, ମୁଇଁ କହୁ ନାହିଁ। ଦେଖ ଯେଉଁ ଦିନ ଆମେ ଏଇ ଦେଶକୁ ଦୁର୍ଭିକ୍ଷରେ ପ୍ରେରଣ କରିବା, ଯେତେବେଳେ ଆମର ଏ ଦେଶରେ ଦୁର୍ଭିକ୍ଷ ହେବ ସେତେବେଳେ ବାଇବଲ ଖୋଜି ଭୁଲବୁ କି ଏଣେ ତେଣେ ଦୌଡ଼ବୁ କି ନାହିଁ। ଆର୍ ଯୋଉଟା କି ଆମମାନଙ୍କର ଏଠି କହୁଛନ୍ତି କିଛିଟା ଅନ୍ନ କି ଜଳର ପିପାସାର ଦୁର୍ଭିକ୍ଷ ନୁହେଁ, ତୁମକୁ ଖାଇବା ପିଇବାକୁ ନାହିଁ କି ଜଳର ନାହିଁ ପିଇବାକୁ, ଏ ପ୍ରକାର ଦୁର୍ଭିକ୍ଷ କରିବି ନାହିଁ, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ। ଆମମାନଙ୍କୁ ଏବେ ବେଳ ଅଛି, ସମୟ ଅଛି, ସେଟା ପାଇଁ ଶୁଣି ଯାଇଥିବା। ଏଇ ପ୍ରକାର ଦିନ ଆସୁଅଛି ଯେ ବାଇବଲ ଧରବାକୁ ମିଶା ଆମକୁ ନାଇକି ଟାଇମ ମିଳିବ ନାହିଁ। ସେଇ ପ୍ରକାର ଦିନ ଆସୁଛି, এই সেবা করবাকু মিশা সময় মিলব কি নাই, সেপাই আমি এবে প্রভু সময় ଦେଇଛନ୍ତି, সুযোগ ଦେଇଛନ୍ତି। তেবে আমি কিস করবা, সাবধান রে তাঁর বাক্যকু শুনবা আর সেটাকে মানে ধরি রখবা। কেমতি কি আমি তাঁর বাক্যকু কিসটা নিজের হৃদୟରେ গ্রহণ করবা। আমার জীবনরে সদাপ্রভুଙ୍କର বাক্য শুনিবার দুর্ভিক্ষ কেবে ন রহু। तेबे आम मान को सावधान कर एमती दिन आसु बेल अच्छी शुण जान एवं मोर प्रति चलो। तेबे तांकर ठारे आमे जदि नाइ कि प्रकार विश्वस्त भाव तार वाक्य को धरिबा शुणबा आर ग्रहण करबा आर धैर्यतारे थिबा। मात्र लोक माने गोटे समुद्र रु अन्य समुद्र पर्यंत आर उत्तर दिगरु पूर्व दिग पर्यंत किस करबे, भ्रमित हेबे। कहीं भ्रमित हेबे, एबे जो युद्ध हेउची लोक माने दौड़बे ना गोटे जगार थिबे, एणे तेणे दौड़बे। आका प्रकाशित वाक्य लेखाई गंधक शिलावृष्टि गोटे जोटा कि नाइ कि शिलावृष्टि कहूँ सेटा होची गोटे मोहन 40 केजी 40 केजी ओजन रोटा नाइ कि निया हला गुला माने ऊपर तो तले अदरब आमर पाके पाके एने तेने अदरु थिबो बोली कहले आमे दौड़बो कि से गोटे जगार थिबु। सेतिपाई वाक्यर दुर्भिक्ष हेबो। आमे माने बाइबल मिसा सेते बेला खोजबी बोलबु नै, दौड़बाटा देखबु। तेबे एक समुद्र आरि गोटे समुद्र दौड़बो, उत्तर दिगरु पूर्व दिग पर्यंत दौड़बो। तेबे आमको देइछंती पय आमे केबे सेटा को भूलवा नाही। आर सेमती दिन आसुची पय आम मानकु जागृत कराउछंती जे तुमे सावधान ही थाओ। निजे सदा प्रभु कहउछंती, सेटा मुई कहू नाही। तेबे जाति विपक्ष रे जाति, राज्य विपक्ष रे राज्य उठबो, पुणी स्थाने स्थाने दुर्भिक्ष आरे भूमिकंप हेबो। किंतु ए समस्त होची कोन, प्रसव वेदनार आरंभ मात्र। जेंति कि माँ माने प्रसव वेदना आसे से माने जानी थिबे, सेंती आरंभ होउची एटा। तेबे आमे किस करवार अछि, सावधान हेकिना थिबार अछि। अरे सेई समय रे लोक माने तुम माननकु कोन करबे, क्लेश भोग कराइबे। करिबा निमंते किस करबे, अरे समर्पण मिसा कराइबे। तुम माननकु बोध मिसा करबे, मारी मिसा देबे। माने सेंती समय आसुची लोक माने तुम मानकु किस करबे, क्लेश देबे बोले कष्ट देबे, समस्या आणबे, केते कोन कहबे, तुमको मारी मिसा देबे। गोट लोक को सो आगरे समर्पण मिसा कराबे। ए आका नाही कि से धर्म लोक सेंती कहउतिला, ए आके 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 आका धरो एमती करी धराइबे। अरे समर्पण मिसा कराबे, आर किस करबे, मारी मिसा देबे, बोध मिसा करबे। मात्र जो व्यक्ति की आमर स्थिति गीति मरण जीवन सबू अच्छी तांको भय करी आमे छिबा। ए लोक को केबे भय आमे करवा नाही।
ଧୈର୍ଯ୍ୟ ଧରିକିନା ଥିବା। ଯଦି ସେ ମାରିଦେଲେ ମିଶା ଆମର ଶରୀରକୁ ଆକା କାଟିଦେବ ଆଣିଦେବ ମାରିଦେବ, ଆତ୍ମାକୁ କେବେ କେ ମାରି ପାରବ ନାହିଁ, ମାରି ମିଶା ନାହିଁ କି ମାରି ତ ହେବ ନାହିଁ। କେବଳ ପ୍ରଭୁର ପାଖରେ ସବୁ ବିଷୟଟା ଅଛି। ତୁମ୍ଭମାନଙ୍କୁ ବୋଧ କରିବେ ଆଉ ମୋର ନାମ ସକାଶେ ତୁମେ ମାନେ ସମସ୍ତ ଜାତିଙ୍କ ଦ୍ୱାରା କି ହେବ ଘୃଣିତ ହେବ। ମାନେ ଏ ଜଗତର ଯୋଉ ଲୋକମାନେ ଅଛନ୍ତି ତାଙ୍କ ଠାରେ ମିଶା ଘୃଣିତ ହେବ। ମାନେ ଯୀଶୁଙ୍କର ନାମକୁ ଘୃଣିତ ଲୋକମାନେ ଶୁଣୁ ଶୁଣୁ କରନ୍ତି, ତୁମେ ମାନେ ସମସ୍ତ ଜାତିର ଦ୍ୱାରା ଘୃଣିତ ହେବ। ତେବେ ମାଥିଉ 10:17 କଣ ବୋଲି ଲେଖା ହେଇଛି ଟିକେ ଦେଖବା। 10 ପର୍ବ 17 ପଦ। ମାତ୍ର ମନୁଷ୍ୟମାନଙ୍କ ଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାର ସଭା ମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କର ସମାଜ ଗୃହ ସମୂହରେ କରଡ଼ା ମାରିବେ। ତା ତଳଟା ମିଶା ଠିକ ପଡିଥିବ। ପୁଣି ତୁମ୍ଭେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ସାମୁକୁ ଅଣାଯିବ, ତା ସେମାନଙ୍କ ଓ ବିଜାତିମାନଙ୍କ ପ୍ରତି ସାକ୍ଷ୍ୟ ସ୍ୱରୂପ ହେବ। ମନୁଷ୍ୟମାନଙ୍କ ଠାରୁ ଆହୁରି ଥରେଟି ମଧ୍ୟ କହିଲେ ସାବଧାନ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାର ସଭା ମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କର ସମାଜ ଗୃହ ସମୂହରେ କରଡ଼ା ମାରିବେ। ତେବେ ଏହି ପ୍ରକାର ନାଇଁ କି ଆମେ ଯଦି ଖ୍ରୀଷ୍ଟିଆନ ହେଲୁ ବୋଲେ ଆଗାମୀ ସମୟର ତାଡ଼ନା ଆସୁଛି, ଆଗାମୀ ସମୟରେ ଏହି ପ୍ରକାର ଘଟବାକୁ ଯାଉଛି। ଏଟା କିଛି ଏ ବିଷୟ ନାହିଁ, ସେଟା ହେବ, କିଛି ଭୟ ଆମେ କରବାର ନାହିଁ। ଆମେ ଯଦି ଖ୍ରୀଷ୍ଟଙ୍କୁ ଏକା ଆସିଥିଲା ମାରିଥିଲେ ଆରେ ସେ ଆମର ପାଇଁ ସବୁ ସହିଥିଲେ, ଆରେ ସେ ଚୋରକୁ ମୁକୁଳାଅ ଆମକୁ କ୍ରୁଶରେ ଚଢାଅ ବୋଲୁଥିଲେ, ଆମକୁ ଆଇବ ନାହିଁ କି? ଆମକୁ ଆଇବ, କାହିଁକି ଆମେ ସତ୍ୟ ପ୍ରଭୁକୁ ସେବା କରୁଛୁ। ସେଥିପାଇଁ ଆମମାନଙ୍କର ଜୀବନ ଦେବାକୁ ମିଶା ଭୟ। ଅନେକ ଭାଇମାନେ ଜୀବନ ନିଜର ପାଇଁ ଦେଇ ଦେଇଛନ୍ତି ଯୀଶୁଙ୍କର ପାଇଁ ବୋଲି। ଆମକୁ ସେଥିପାଇଁ କହୁଛନ୍ତି ଏମିତି ଏମିତି ବିଷୟ ହେବ, କେବେ ଡରବ ନାହିଁ, ତୁମକୁ ମାରିଦେଲେ ମିଶା କିଛି ଚିନ୍ତା ନାହିଁ। ଆଉ ସେତେବେଳେ ଅନେକ କିସ୍ କରିବେ, ଯେତେବେଳେ କି ମୋ ନାମ ସକାଶେ ତୁମ୍ଭମାନଙ୍କ ସମସ୍ତ ଜାତି ଠାରେ ଯଦି ଘୃଣିତ କରିବେ ବୋଲେ କି ସେତେବେଳେ ଅନେକ ଲୋକ ବିଘ୍ନ ପାଇବେ। ଏ ମୁଁ ଛାଡ଼ିଦେବି, ଏଇଟା ମୋ ଏମିତି ମାଡ଼ ଆସୁଛି ଏମିତି ଆସୁଛି ବୋଲି ପ୍ରଭୁକୁ ପରିତ୍ୟାଗ ମିଶା କରିଦେବେ ବିଘ୍ନ ପାଇ। ମାତ୍ର ଯେଉଁମାନେ ନାଇଁ କି ପୁଣି ପରସ୍ପରକୁ ଧରାଇ ମିଶା ଦେବେ, ପରସ୍ପରକୁ ଘୃଣା କରିବେ, ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ ମିଶା କରିବେ। ପୁଣି ଅଧର୍ମ କିସ୍ ହେବ, ସେତେବେଳେ ବୃଦ୍ଧି ପାଇବ। ଅଧିକାଂଶ ଲୋକ କିସ୍ ହେବେ, ତାଙ୍କର ପ୍ରେମ ମିଶା ନାଇଁ କି ଶିଥିଳ ହୋଇଯିବ। ଅଧର୍ମ ଏବେ ବୃଦ୍ଧି ପାଉଛି, ତେବେ ସେ ଅଧର୍ମ ବୃଦ୍ଧି ପାଇବାରୁ ଆମମାନଙ୍କୁ ପ୍ରଭୁ ଉଦ୍ଧାର କରିବାକୁ ଆମକୁ ସଚେତନ କରାଇବାକୁ ସାବଧାନ କରାଉଛନ୍ତି। ଆରେ ଏ ଯୁଗର ଶେଷ ଲକ୍ଷଣ ଗୁଡାକ ଆମକୁ କହିଛନ୍ତି। ତେବେ ଦେଖ ବାବୁ ମାନେ ଏମିତି ହେବ କି ଖ୍ରୀଷ୍ଟର ପ୍ରିୟ ମୋର ଭାଇ ଏବଂ ଭଉଣୀ ମାନେ ଶୁଣ ବୁଝ, ଏଟା ଖାମଖିଆଲିରେ ଆମମାନେ ଧ୍ୟାନରେ ନେବା ନାହିଁ। ଆମମାନେ ଏକ ଧ୍ୟାନ ସହକାରେ ଜାଗ୍ରତ ସହକାରେ ତା ଗ୍ରହଣ କରିବା। ଆମର ପୂର୍ବରୁ ଅନେକ ଲୋକଙ୍କୁ ମିଶା ଏହି ପ୍ରକାର ନିନ୍ଦା ତାଡ଼ନା ଆସିଛି, ଏବେ ମିଶା ଆମକୁ ଆଇବ ନାହିଁ ବୋଲି କିଛି ମାନେ ନାହିଁ। ଆମକୁ ମିଶା ଆଇବ, ଏଟା ଏବେ ପଢୁଛୁ ଏବେ ଶୁଣୁଛୁ, ଏ ପ୍ରକାର ଦିନ ମିଶା ଆଇବ କି ନାହିଁ ଆମେ ଜାଣିନୁ। ସେଥିପାଇଁ ବେଳ ଥାଉ ଥାଉ କି ସେବାର ଅଛି ଆମମାନେ ସାବଧାନ ହେଇଥିବାର ଅଛି, ତାଙ୍କର ବାକ୍ୟକୁ ଠିକରେ ଶୁଣବାର ଅଛି, ଗ୍ରହଣ କରବାର ଅଛି। ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ କିସ୍ ହେବ, କାଲି ଶୁଣୁଥିଲୁ ଏଠି ମିଶା କହୁଛନ୍ତି ଧୈର୍ଯ୍ୟ ଧରି ଯେ ରହିବ ବୋଲେ ଏକା ପରିତ୍ରାଣ ପାଇବ। ଆମେ ଯଦି ଧୈର୍ଯ୍ୟ ଧରି ରହିବା ନାହିଁ, ଅଧୈର୍ଯ୍ୟ ହେଇକିନା ରହିବା ବୋଲେ ଆମକୁ ଏ ପରିତ୍ରାଣ ମୁକ୍ତି ଉଦ୍ଧାର ଏ ଜିନିଷ ପାଇପାରବା ନାହିଁ। ତ ଆମେ କିସ୍ କରବାର ଅଛି, ଯାହା କଷ୍ଟ ଦୁଃଖ ସମସ୍ୟା ଆଇଲେ ବି ଆମେ ଧୈର୍ଯ୍ୟ ଧରି ରହିବାର ଅଛି, ପ୍ରଭୁଙ୍କୁ ଧନ୍ୟବାଦ ଦେବାର ଅଛି। କଷ୍ଟ ସମସ୍ୟା ପାଇଁ ମଧ୍ୟ ଧନ୍ୟବାଦ ପ୍ରଭୁ, ମୋତେ ସହ୍ୟ କରବାର ଶକ୍ତି ଦିଅ ପ୍ରଭୁ,
मुई शक्तिहीन मनुष्य तुम्हें शक्ति देले सब किछि हो तुम्हें मोर शक्ति तुम्हें मोर आशा तुम्हें मोर बल तुम्हें मोर शांति तुम्हें मोर आनंद तुम बिना केही मते परित्राण देई पारबो नहीं। ते पढुचिलु कि शुणिछि मिशा ए पृथ्वी रे कौन सी मनुष्य बा जन्म ही नहीं जे परित्राण देवा पाई देई मिशा पारबो नहीं यीशु नाम छाड़ दे। तेबे से ही आम मानकु परित्राण देवे आ समस्त जाति निकटरे किसटा साक्ष्य देवा निमंते राज्यर एही सुसमाचार समुदाय पृथ्वी रे घोषणा करा जीवो तत्पर जुगांत हेबो। ए सबु विषय जेते बेला घोषणा करा जीवो समस्त जानू बोले सबु आंटू समस्त हाथ जोड़बो मस्तक नत हेबो आरी प्रभु यीशु ख्रीष्ट ही उद्धारकर्ता त्राणकर्ता जगतर सर्वे सर्वा बोली जो माने स्वीकार करे विश्वास करे ए प्रकार जानू पातंती हाथ जोड़ती मुंड लुआंती आरी प्रार्थना करबो सेतकी बेला का जुगांतर मान सबु जगत पृथ्वी सबु जानबार अछि जे यीशु आका प्रभु बोली अरे जगतर थिबाटा जोटा कि जगतर उत्पन्न होइतेबाटा सेटा प्रभु आमे निजे के निजे तैयारी कर दउछु अरे प्रभु बोली कहउछु बोले आमर तुआरे मूर्ख के अछि कि मुई जदी जानिछि से प्रभु बोली भाबिया मुई जदी तांको तैयार करि पारछु मते के तैयार करछु एटा सब काल्पनिक अरे आकृति आमे देई पारबो जे हमको थिले पुणी कथा एंती एका बोली के देखी नहीं सटीक करि पारबो नहीं मात्र आमको सावधान कराउछंती कोन देखो एई प्रकार जाति विरुद्ध जाति धर्म विरुद्ध धर्म एई समस्या मान आसबो अरे मोर नाम सकाशे तुमे लोक मानक ठारे घृणित हेबो तुमको एंती बोली कहबे कहउछंती कि नहीं कहउछंती एबे किस भूल काम गोड़ करो सेटा देख हजार लोग हमको देखुथिबे आंखी देखुथिबो हजार टा किस भूल काम गोड़ करले बोले दे अपने क्रिश्चियन दिन रात प्रार्थना जाते प्रार्थना करता है अरे दिन रात हालेलुया प्रेस लॉर्ड बोल करते अरे ए क्रिश्चियन कहबे कि नहीं आमे सेंती निंदित तांकु न करबा कि आमे निंदित न आमर दे प्रभु गौरव पाइबा काम आमे करी देखाइबा तेबे एई सुसमाचार समुदाय पृथ्वी घोषणा करा जीवो अरे जानी पारबे जे सत्य प्रभुर लोक ए ओली हम केते सुंदर विषय मान देउछन सेति पे आमे भाबबा नै जे एटा होची एंती आसला में ख्रीस्टान लागे बोले सेटा प्रभु यीशु को निंदा ताड़ना कष्ट समस्या आसीथिला बोले आम जीवन राइबो नै बोले किछि किछि माने नै हमको आइबाटा ही आइबो तेबे आमे नै कि सेटिरु उद्धार पाइबा बोले आमे जय होई पारबा आमे मात्र शक्ति मागबार अछि प्रभु जोटा कि प्रेम शिथिल होई जीवो बोली कि ना जोटा प्रभु और वाक्य रे जहा कोआ हेछि माने लोक माने निंदा ताड़ना करबे एंती हेले लोक माने भाबे एंती क्रिश्चियन लेंती कि ओहो मुई छाड़ी देबी एटा आगरे जेंती थिली सेंती एका भल एटा किस पाए ग्रहण कली एंती मन भावना में लोक को आसुचार बैक साइड हे जाउछन मात्र शेष पर्यंत धैर्य धरी रही पारुना जो माने कि मरण पर्यंत विश्वस्त तांती से माने जीवन रूप को मुकुट पुणी पाइबे तेबे आमे जेते दुख कष्ट समस्या आइले मिसा मरण पर्यंत हमको बेग काटी देबे बोल कहले मिसा नै कि हौ काटी दियो मात्र मोर आत्मा को तो किछ करि पारबो नै आइ बर विषय देखुछि कि नै ताको केते कष्ट समस्या आनले मध्ये से धैर्य धरि रहिथिले आर प्रभु को धन्यवाद देल केबे निंदा करना आमर जीवन रे मिसा आइले प्रभु धन्यवाद तुमे एटा थाइछ मते नै कि आगो को जीवा पई बोली मु ए परीक्षा उत्तीर्ण हेबा पई बोली मते ए जिंस आसीछि बोली आमे तांको धन्यवाद देबार अछि आर एई प्रकार जीवन यापन आमे काटबा आमे देखलु एटी किस बोली कि नै कि जुगर शेषर लक्षण एंती एंती प्रकार भाव रे आसुची आर देखि मिसा आसुछु आमे आर सुनुछु भी जानुछु भी एबे युद्ध भी लागुची तेबे आमे माने किसे बार अछि सावधान नै करथिबार अछि आमे जदी सावधान नै करथिबा नै बोले आमे सब समस्यार सम्मुखीन हेबा सेति पय आम मानकु प्रभु
କହୁଛନ୍ତି କ'ଣ ବୋଲି ଏତେ ସବୁ ସମସ୍ୟା ମିଶା ଅଛି ଜଗତରେ ମାତ୍ର ଧୈର୍ଯ୍ୟ ଧରିକିନା ଯେ ଶେଷ ପର୍ଯ୍ୟନ୍ତ ରହିବ ବୋଲେ ସେ ହିଁ ପରିତ୍ରାଣ ପାଇବ। ଏ ପ୍ରଭୁଙ୍କର ନାମ ଗୌରବ ହଉ। ପ୍ରଭୁ ଅନୁଗ୍ରହ କରି ଆମମାନଙ୍କୁ ଏହି ଛୋଟିଆ ବାକ୍ୟ ଦେଇ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ, ବୁଝିବାକୁ ମଧ୍ୟ ସାହାଯ୍ୟ ଉପକାର କରନ୍ତୁ ଏବଂ ସେ ନିଜର ଗୌରବ ସେ ନିଅନ୍ତୁ। ଆମେନ୍। ଧନ୍ୟବାଦ।